हेलो फ्रेंड्स, जय जगन्नाथ, जय बाबा जगत भगत जोरंदा सहित गादीर अलेख मंगल महिमांक अखंड हेउ ଜ୍ୟୋତି ମନ୍ଦିର पंचाशीति दुहारी अमर। ମୁଁ ଆଉ ରିଙ୍କୁ ହଠାତ୍ ବାହାରି ପଡ଼ିଲୁ ଢେଙ୍କାନାଳରେ ଥିବା ସେ ଜୋରନ୍ଦା ଗାଦିକୁ। ସେଠାରେ ପ୍ରତିବର୍ଷ ଅଖଣ୍ଡ ଯାତ୍ରା ହୁଏ, ଅଖଣ୍ଡ ଦୀପ ଜଳାଯାଏ, ଝାଡ଼ ଦୀପ ଜଳାଯାଏ, ଆଉ ବହୁତ ବଡ଼ ମେଳା ଲାଗି ରୁହେ। ବହୁତ ଲୋକ, ବହୁତ ଆଡ଼ୁ ବହୁତ ଲୋକ ଆସନ୍ତି। ସମସ୍ତେ ଜାଣିଛନ୍ତି ଜୋରନ୍ଦା ମେଳା 7 ରୁ 8 ଦିନ ଲାଗି ରୁହେ। ଆମେମାନେ ବି ସେ ଜାଗାକୁ ଫାର୍ଷ୍ଟ ଟାଇମ୍ ପାଇଁ ଯାଇଥିଲୁ। ଯାହା ବି ହେଉ ଆମେ ଲେଟ୍ରେ ପହଞ୍ଚି ସେ ଜାଗାରେ ଅଖଣ୍ଡ ଜାଳିବା ସହିତ ସବୁଆଡ଼େ ବୁଲାବୁଲି କଲୁ। ଏଇଟା ଦେଖନ୍ତୁ ଅଖଣ୍ଡ ଜ୍ୟୋତି ମନ୍ଦିର। ଏଇ ମନ୍ଦିର ଭିତରେ ଅଖଣ୍ଡ ଜଳାଯାଏ। ଆପଣମାନେ ଯଦି କେବେ ଜୋରନ୍ଦା ମେଳାରେ ଯାଆନ୍ତି ତ ସେଇ ଟାଇମ୍ରେ ଆପଣମାନେ ଘରୁ କିଛି ଦେଶୀ ଘିଅ, ନଡ଼ିଆ ଯାହା ବି ଆପଣଙ୍କର ସ୍ୱଇଚ୍ଛାରେ ସେ ଅଖଣ୍ଡରେ ଜାଳିବା ପାଇଁ ଆପଣ ସ୍ୱଇଚ୍ଛାରେ ଅର୍ପଣ କରନ୍ତୁ। କାହିଁକିନା ବାହାର ଜାଗାରେ ସବୁ ଭେଜାଲ ଘିଅ ମିଳୁଛି। ତେଣୁ ଆପଣମାନେ ଯଦି ନିଜେ ଘିଅ ନେଇଯାଇଥିବେ ତ ବହୁତ ବଢ଼ିଆ ହେବ। ତ ଆମେମାନେ ବି ବୁଲାବୁଲି କରି ବହୁତ ମଜା ନେଲୁ। ଆପଣମାନେ ବି ମୋ ଭିଡ଼ିଓ ମାଧ୍ୟମରେ ଦେଖିକି ମଜା ନିଅନ୍ତୁ। ଯଦି ଆପଣମାନଙ୍କୁ ମୋ ଭିଡ଼ିଓ ଭଲ ଲାଗିଥାଏ, ଆପଣମାନେ ନିଶ୍ଚିନ୍ତ ମୋ ଭିଡ଼ିଓକୁ ଲାଇକ୍, କମେଣ୍ଟ, ସେୟାର, ସବସ୍କ୍ରାଇବ୍ କରିଦେବେ। ମୁଁ ଆପଣମାନଙ୍କ ପାଇଁ ଏମିତି ନୂଆ ନୂଆ ଭିଡ଼ିଓ ନେଇ ଆସିବି। ଆପଣମାନେ ସେ ପର୍ଯ୍ୟନ୍ତ ମୋ ଭିଡ଼ିଓ ସହିତ ଯୋଡ଼ି ହୋଇ ରୁହନ୍ତୁ ଆଉ ସବୁବେଳେ ମୋ ଭିଡ଼ିଓକୁ ଦେଖୁଥାନ୍ତୁ। କାହିଁକିନା ଭାଗ୍ୟରେ ଥିଲେ ଏମିତି ଜାଗାକୁ ଯାଇ ହୁଏ। ସମସ୍ତେ ସବୁ ଜାଗାକୁ ଯାଇପାରନ୍ତି ନାହିଁ। ଆମେ ବି ସେ ଜାଗାକୁ କେବେ ଯାଇନଥିଲୁ। ହଠାତ୍ ଆମର ପ୍ଲାନିଂ ହେଲା, ଆମେ ସେ ଜାଗାରେ ଯାଇ ପହଞ୍ଚିଗଲୁ। ଯଦି ଆପଣମାନଙ୍କୁ ମୋ ଭିଡ଼ିଓ ଭଲ ଲାଗିଥାଏ ତ ଆପଣମାନେ ନିଶ୍ଚିନ୍ତ ଜଣାଇବେ। ସେ ପର୍ଯ୍ୟନ୍ତ ଆପଣ ଅପେକ୍ଷା କରି ରୁହନ୍ତୁ। ଜୟ ଜଗନ୍ନାଥ, ଜୟ ବାବା ଅଲେଖ ମହିମା।